80 ବର୍ଷରୁ ଅଧିକ ବୟସର ନାଗରିକ ଏବଂ 80% କିମ୍ବା ତାଠାରୁ ଅଧିକ ଭିନ୍ନକ୍ଷମଙ୍କୁ ମିଳିଲା 3500 ଟଙ୍କାର ସାମାଜିକ ସୁରକ୍ଷା ଭତ୍ତା। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ କୋଦଳା ଏନ୍ଏସିରେ ବର୍ଦ୍ଧିତ ଭତ୍ତା ବାଣ୍ଟିଛନ୍ତି କବି ସୂଚନକର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ। ଉଭୟ ମଧୁବାବୁ ଭତ୍ତା ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ ଥିବା 80 ବର୍ଷ କିମ୍ବା 80 ବର୍ଷରୁ ଅଧିକ ବୟସ୍କ ହିତାଧିକାରୀ ଓ ତଦୁତ୍ତର ଦିବ୍ୟାଙ୍ଗ ହିତାଧିକାରୀଙ୍କ ଟଙ୍କା ରାଜ୍ୟ ସରକାର ବୃଦ୍ଧି କରିଥିଲେ। ପୂର୍ବରୁ 1200 ଟଙ୍କା ପାଉଥିବା ବେଳେ ଏବେ 3500 ଟଙ୍କା ପାଇବେ। ବେଗୁନିଆପଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତର ମୋଟ 806 ଜଣ ହିତାଧିକାରୀଙ୍କୁ ବର୍ଦ୍ଧିତ ଭତ୍ତା ଦିଆଯାଇଛି। ସେପରି କୋଦଳା ଏନ୍ଏସି ଠାରେ 35 ଜଣ ଯୋଗ୍ୟ ହିତାଧିକାରୀ ପାଇଛନ୍ତି ବର୍ଦ୍ଧିତ ଭତ୍ତା। ବେଗୁନିଆପଡ଼ା ବ୍ଲକ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ପ୍ରତାପ ନାୟକଙ୍କ ସହ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ସସ୍ମିତା ଶତପଥୀ, ସାମାଜିକ ସୁରକ୍ଷା ବିଭାଗୀୟ କର୍ମଚାରୀଙ୍କ ସହ ବରିଷ୍ଠ ନେତା ଚିତ୍ରସେନ ପରିଡ଼ା, ମନୋଜ କୁମାର ପାଣ୍ଡେ, ବହୁ ସରପଞ୍ଚ ସମିତିମାନେ ଉପସ୍ଥିତ ଥିଲେ। ସେପରି କୋଦଳା ଏନ୍ଏସି ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକଙ୍କ ସହ କୋଦଳା ଏନ୍ଏସି ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ନାୟକ, ଉପାଧ୍ୟକ୍ଷ ରଞ୍ଜିତା ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। କଥା ଦେଇ ସରକାର କଥା ରଖିଛନ୍ତି। ଆମ ସରକାର ଲୋକମାନଙ୍କ ସରକାର, ପ୍ରତିଶ୍ରୁତି ପାଳନ କରିଛୁ ବୋଲି କହିଛନ୍ତି ବିଧାୟକ ପ୍ରତାପ ଚନ୍ଦ୍ର ନାୟକ। ନିର୍ବାଚନ ସମୟରେ ଆମେ ଯେଉଁ କଥା କହିଥିଲୁ, ଯେଉଁ ମୋଦିଜୀଙ୍କ ଗ୍ୟାରେଣ୍ଟି ଯାହା କୁହନ୍ତି ତାହା କରନ୍ତି, ଏବଂ ନିର୍ବାଚନର ଯେଉଁ ପ୍ରତିଶ୍ରୁତି ଥିଲା ପ୍ରତ୍ୟେକ ବୃଦ୍ଧ ବାପା ମାଆକୁ କେମିତି 80 ବର୍ଷ ପରେ जो सामाजिक सुरक्षा देवा कथा सरकार चिंता करते। आज प्रत्येक बापा माँ को एवं जो मैंने विकलांग अच्छा 80% ऊर्ध्व विकलांग से ओडिशा सरकार किसी दिन पूर्व प्रतिश्रुति अनुजाई घोषणा कर। आज आम बेगुनियापड़ा ब्लॉक रे 3500 लेखाएं प्रत्येक हिताधिकारी को दिगला एवं आगामी दिन में सरकार जहाँ प्रतिश्रुति देते निश्चित भाव पालन करेंगे और लोक पाखे पहुँचे। धन्यवाद। गंजाम जिला कोदलार कृष्णचंद्र पलाईଙ୍କ रिपोर्ट, नायवती टीवी।